ଜୟ ଜଗନ୍ନାଥ। ଆଜି ମୀନ ରାଶି ବିଷୟରେ ଆମେ ଆଲୋଚନା କରିବା। ମୀନ ରାଶି ହେଉଛି ବୃହସ୍ପତିଙ୍କର ରାଶି, ଅର୍ଥାତ୍ ବୃହସ୍ପତି ହେଉଛନ୍ତି ରାଶିର ସ୍ୱାମୀ। ମୀନ ରାଶିର ବ୍ୟକ୍ତି ତାଙ୍କ ଭିତରେ ବହୁତ କିଛି ନା କିଛି ଟ୍ୟାଲେଣ୍ଟ ଏମିତିକି ଥାଏ। ଭବିଷ୍ୟତରେ ଅର୍ଥାତ୍ ତାଙ୍କ ବୟସ ବଢ଼ିବାର ଯେଉଁ କ୍ରମାନ୍ୱୟରେ ବୟସ ବଢ଼େ, ଧୀରେ ଧୀରେ ସେଇଟା ବାହାରକୁ ଆସେ, ଅର୍ଥାତ୍ ସେମାନେ ତାଙ୍କ କାର୍ଯ୍ୟ ହାସଲ ମଧ୍ୟ କରିଥାନ୍ତି। କିନ୍ତୁ କିଛି ଦିନ ହେଲା ଯଦି ଆମେ ବିଚାର କରିବା, ଶନିଦେବଙ୍କର 7.5 ଯେବେଠୁ ବି ମୀନ ରାଶିରେ ପଡ଼ିଛି, ଆପଣମାନେ ଲକ୍ଷ୍ୟ କରନ୍ତୁ, ଆପଣମାନେ ମୀନ ରାଶିର ବ୍ୟକ୍ତି ଜାତକ ଜାତିକା, ଆପଣଙ୍କ ଜୀବନର ପ୍ଲାଟଫର୍ମ ହିଁ ଚେଞ୍ଜ ହୋଇଯାଇଛି। ଯେମିତି ଗୋଟେ ଆପଣ କ୍ଲିନ୍ ପ୍ଲାଟଫର୍ମରେ ଥିବେ, ଏବେ ଗୋଟେ ହଠାତ୍ କି ଗୋଟେ ଅପରିଷ୍କାର ପ୍ଲାଟଫର୍ମରେ ପଳାଇ ଆସିଛନ୍ତି, ଅର୍ଥାତ୍ ଆପଣଙ୍କ ଜୀବନର ଗତି ବିଧି ସବୁ ଜିନିଷ ପରିବର୍ତ୍ତନ ହୋଇଯାଇଛି। ଅର୍ଥ କ୍ଷେତ୍ରରେ ଆପଣଙ୍କର ଅତ୍ୟନ୍ତ ପ୍ରୋବ୍ଲେମ୍ ଚାଲିଛି। ଚାକିରି କ୍ଷେତ୍ରରେ, ରିଲେସନସିପ୍ କ୍ଷେତ୍ରରେ, ପ୍ରେମ କ୍ଷେତ୍ରରେ, ସ୍ୱାମୀ ସ୍ତ୍ରୀଙ୍କ କ୍ଷେତ୍ରରେ, ଇଭିନ୍ ହେଲ୍ଥ କ୍ଷେତ୍ରରେ ଆପଣମାନଙ୍କର ପ୍ରୋବ୍ଲେମ୍ ପଳାଇ ଆସିଛି। ଅଗଷ୍ଟ ମାସର ଗୋଚର କୁଣ୍ଡଳୀ କ'ଣ କହୁଛି, ଆପଣଙ୍କ ଜୀବନ ଉପରେ କ'ଣ ଗ୍ରହମାନଙ୍କର ପ୍ରଭାବ ପଡ଼ୁଛି, ଶାସ୍ତ୍ର ଅନୁଯାୟୀ ଲାଲ କିତାବ ଅନୁଯାୟୀ ମଧ୍ୟ ମୁଁ ଆପଣମାନଙ୍କୁ ସର୍ବଦା କୁହେ। ଧନ୍ୟବାଦ ସେମାନଙ୍କୁ ଯେଉଁମାନେ ଆମ ସହିତ କନସଲଟେସନ୍ କରୁଛନ୍ତି ଏବଂ ଫଳ ପାଉଛନ୍ତି, ତାପରେ ସେମାନେ ଧନ୍ୟବାଦ ଜଣାଉଛନ୍ତି ଆମକୁ। ଏଇ ଯେଉଁ ଜ୍ୟୋତିଷ ଶାସ୍ତ୍ର ହେଉଛି ସେବାର ଶାସ୍ତ୍ର, ସର୍ବଦା ସେବା ସମସ୍ତେ କରିବା ଦରକାର। ଯେମିତି ନବଗ୍ରହଙ୍କର ପୀଡ଼ା ଯେଉଁମାନେ ସହୁଛନ୍ତି, ତାଙ୍କ ପାଇଁ ସବୁଠୁ ଭଲ ରେମେଡ଼ି ମୁଁ କୁହେ ସର୍ବଦା ହେଉଛନ୍ତି ଦାନ, ଧର୍ମ ଏବଂ ସେବା। ତ ଚାଲନ୍ତୁ ଆଲୋଚନା କରିବା ଗୋଚର ରାଶି ଅନୁସାରେ। ଆପଣଙ୍କର ଜାତକ ଅର୍ଥାତ୍ ଆପଣଙ୍କର ଗୋଚର କୁଣ୍ଡଳୀ ଆପଣ ଦେଖୁଛନ୍ତି। ଆପଣ ଗୋଚର କୁଣ୍ଡଳୀ ଆପଣ ଦେଖିଲେ, ଲଗ୍ନ ଭାବରେ ଚନ୍ଦ୍ର ଏବଂ ଶନି, ଦ୍ୱିତୀୟ ହାଉସ୍ରେ ମଙ୍ଗଳଙ୍କର ଆଧିପତ୍ୟ, ଯିଏ ତୃତୀୟ ରାଶିର ସ୍ୱାମୀ। ସର୍ବପ୍ରଥମେ ତ ଆପଣ ଦେଖନ୍ତୁ, ଏଇ ଯେଉଁ ମୀନରାଶିର ବ୍ୟକ୍ତି, ଆପଣମାନଙ୍କୁ ଗୋଟେ କଥା କହି ରଖୁଛି, ଚନ୍ଦ୍ର ଏବଂ ଶନିକୁ ବିଷ ଯୋଗ କୁହାଯାଏ, ଦାରିଦ୍ର୍ୟ ଯୋଗ ମଧ୍ୟ କୁହାଯାଏ। କିନ୍ତୁ ଏଇଟା ଆଧ୍ୟାତ୍ମିକ କ୍ଷେତ୍ରରେ ବହୁତ ଭଲ ଯୋଗ ହୋଇଥାଏ। ଆପଣଙ୍କର ସ୍ୱାସ୍ଥ୍ୟ, ଯେହେତୁ କେତୁ ଏବଂ ସ୍ୱୟଂ ଆମେ ଯଦି ଦେଖିବା, କେତୁ ହେଉଛନ୍ତି ରାହୁ, ତାଙ୍କର ଅଧା ଶରୀର। ତ ଆପଣ ଗୋଟେ କଥା ସର୍ବଦା ଭାବନ୍ତୁ, କେତୁ ଯଦି ଆପଣଙ୍କର ଷଷ୍ଠ ଘରେ ବସିଲେ, ଅଧା ଶରୀର ଅର୍ଥାତ୍ ଆପଣମାନଙ୍କୁ ନିଶ୍ଚିତ ଭାବରେ ଆପଣଙ୍କର ମୁଣ୍ଡ ତଳୁ କୌଣସି ଏକ ଶରୀର, ଯେହେତୁ ରୋଗରୁଣ ଶତ୍ରୁ ଘରେ ବସିଲେ, ମୁଣ୍ଡ ତଳୁ ଥିବା ଶରୀର ଆପଣମାନଙ୍କର ନିଶ୍ଚିତ ଭାବରେ ଏହି ସମୟରେ କିଛି ନା କିଛି ପ୍ରୋବ୍ଲେମ୍ ହେବ। କିନ୍ତୁ ଚନ୍ଦ୍ର ଶନି ଯେହେତୁ ଲଗ୍ନରେ ମଧ୍ୟ ରହିଲେ, ଆପଣଙ୍କୁ ଚିନ୍ତା, ନିଦ୍ରାହୀନତା ନିଶ୍ଚିତ ଭାବରେ ଦେବେ। ମୀନରାଶି ଆପଣମାନଙ୍କର ଦୁଃଖର କଥା କହିଲେ ନ ସରେ। ଏହି ସମୟରେ ଆପଣ ବହୁତ ଦୁଃଖ ପାଉଛନ୍ତି, ବହୁତ କନଫ୍ୟୁଜ୍ରେ ବି ଅଛନ୍ତି। କିନ୍ତୁ ସତ କଥା ଆପଣ ଯଦି କହିବାକୁ ଗଲେ, ସତ କଥା ଆପଣମାନେ ଦେଖନ୍ତୁ, ଆପଣମାନଙ୍କର ଏଇ ଯେଉଁ ଲଗ୍ନ କ୍ଷେତ୍ରରେ ଯେତେବେଳେ ଗୋଟେ ଚନ୍ଦ୍ର ଆସିଲେ, ଅଧିକ ଚିନ୍ତାରେ ଆପଣ ଅଛନ୍ତି। ତ ସ୍ୱାସ୍ଥ୍ୟ କଥା ମୁଁ ନିଶ୍ଚିତ ଭାବରେ କହିବି, ଏଇ ଯେଉଁ ସମୟରେ ବୃହସ୍ପତିଙ୍କର ରାଶିରେ ଚନ୍ଦ୍ର ଶନି ବସିଛନ୍ତି ଏବଂ ବୃହସ୍ପତି ମଧ୍ୟ ପଞ୍ଚମ ଭାବରେ, ଆପଣଙ୍କ ସାଥିରେ ଆପଣଙ୍କ ସନ୍ତାନମାନଙ୍କର ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଧନର ଘର କଥା କହିବା, ଯଦି ସେକେଣ୍ଡ ହାଉସ୍ କଥା କହିବା, ସେକେଣ୍ଡ ହାଉସ୍ରେ ଆପଣଙ୍କର ମଙ୍ଗଳଦେବ ବସିଲେ ନିଚ ଅବସ୍ଥାରେ। ଅବଶ୍ୟ ମଙ୍ଗଳଦେବ ପୁଣି ଗୋଚର କରିବେ ଚତୁର୍ଥ ଘରକୁ, କିନ୍ତୁ ଯେତେ ପର୍ଯ୍ୟନ୍ତ ଅଛନ୍ତି, ଗୋଟେ ପ୍ରକାର 5 ତାରିଖ ଯାଇ, ମାନେ ଆମର 15 ତାରିଖ ଯାଏ ଆପଣମାନଙ୍କ ପାଇଁ ଯେତିକି ଖରାପ, 15 ତାରିଖ ପରେ ଆପଣମାନଙ୍କ ପାଇଁ ବହୁତ ଭଲ। ଅର୍ଥ କ୍ଷେତ୍ରରେ ଆପଣମାନଙ୍କର ନିଶ୍ଚିତ ଭାବରେ ଆପଣ ଦେଖିବେ, ଲୋନ୍ କିମ୍ବା ଋଣ ଆପଣମାନଙ୍କର କିଛି ନା କିଛି ଏହି ସମୟରେ ପଜିଟିଭ୍ ରେଜଲ୍ଟ ଦେବ ଋଣ କ୍ଷେତ୍ରରେ। କିନ୍ତୁ କୌଣସି ପ୍ରକାର ଅର୍ଥ ଯଦି ଆମେ ଦେଖିବା, ଆପଣ ବିନିମୟ କରିବାକୁ ଚାହୁଁଛନ୍ତି, ନୂଆ ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁଛନ୍ତି, ଏ ସମୟରେ ଆମେ ତାକୁ ବିଲକୁଲ ଆପଣମାନଙ୍କୁ କହିବା, ଏଇଟା ଆପଣ କେବେ ବି କରନ୍ତୁ। ଏ ସମୟଟା ଯେତେ ପର୍ଯ୍ୟନ୍ତ ଚନ୍ଦ୍ର ଏବଂ ଶନି ବିଷ ଦୋଷ ନାମକ ଏକ ଦୋଷ ଆପଣଙ୍କର ଗୋଚର କୁଣ୍ଡଳୀର ଲଗ୍ନ ଭାବରେ ପ୍ରସ୍ତୁତ କରୁଛନ୍ତି, ସେତେ ପର୍ଯ୍ୟନ୍ତ ଆପଣ କୌଣସି ପ୍ରକାର ଇନଭେଷ୍ଟମେଣ୍ଟ କରନ୍ତୁ ନାହିଁ। ଆପଣଙ୍କ ପରିବାରରେ ଏହି ସମୟରେ ନିଶ୍ଚିତ ଭାବରେ ଛୋଟ ମୋଟ କଥାକୁ ନେଇକି ପାଟିତୁଣ୍ଡ, ଅର୍ଥାତ୍ ଆପଣଙ୍କ ପରିବାରରେ ଯଦି ଆମେ ଫ୍ୟାମିଲି କଥା କହିବା, ଫ୍ୟାମିଲିରେ ଆପଣମାନେ ଦେଖିବେ ଛୋଟ ମୋଟ କଥାକୁ ନେଇକି ବଡ଼ ବଡ଼ ପ୍ରୋବ୍ଲେମ୍ ଇସ୍ୟୁ ହେବାର ମଧ୍ୟ ଦେଖାଯାଉଛି। ମୀନରାଶିର ବ୍ୟକ୍ତି ଆପଣ ଦେଖନ୍ତୁ, କୌଣସି ନା କୌଣସି ଲୋକ ଆପଣଙ୍କୁ ଏବେ ହଇରାଣରେ ମଧ୍ୟ ପକାଇ ପାରନ୍ତି। ନିଶ୍ଚିତ ଭାବରେ
ଆପଣଙ୍କ ସନ୍ତାନମାନଙ୍କ ପାଇଁ କିନ୍ତୁ ଗୋଟେ ବହୁତ ବଢ଼ିଆ ସମୟ। ସନ୍ତାନମାନଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯଦି କହିବା ଏଥିରେ ପଜିଟିଭ୍ ନଥିଲେ ମଧ୍ୟ ପିଲାମାନଙ୍କର ଯେଉଁ ପାଠ ପଢ଼ୁଛନ୍ତି ଗୁରୁ ସୂର୍ଯ୍ୟ, ଏଇ ଯେଉଁ ଜ୍ୟୋତି ଗୁରୁ ସୂର୍ଯ୍ୟଙ୍କର ଜ୍ୟୋତି ଏବଂ ଚନ୍ଦ୍ରଙ୍କ ରାଶିରେ ଅତ୍ୟନ୍ତ ଉଚ୍ଚ ରାଶିରେ, ତ ଗୋଟେ ପ୍ରକାର ବହୁତ ବଢ଼ିଆ ଫଳ ଆପଣମାନଙ୍କୁ ଦେବେ। ପିଲା କୌଣସି ପ୍ରକାର କମ୍ପିଟିସନ୍, କୌଣସି ପ୍ରକାର ଗଭର୍ଣ୍ଣମେଣ୍ଟ ଚାକିରି କିମ୍ବା କୌଣସି ପ୍ରକାର ଆପଣଙ୍କ ସନ୍ତାନ ଯଦି ଚାହୁଁଥିଲା ଗଭର୍ଣ୍ଣମେଣ୍ଟ ସରକାରୀ ଜନିତ ଲାଭ, ନିଶ୍ଚିତ ଭାବରେ 11 ତାରିଖ ପରେ ଅର୍ଥାତ୍ ଆପଣମାନେ ସୂର୍ଯ୍ୟ ଏବଂ ଗୁରୁଙ୍କ ଯେଉଁ କଞ୍ଜକ୍ସନ୍ ହେଇଛି, ଗୁରୁଙ୍କ ଉଦୟ ପରେ ଆପଣଙ୍କୁ ବହୁତ ପଜିଟିଭ୍ ଦେବେ, ବହୁତ ପଜିଟିଭ୍। ଚାକିରି କ୍ଷେତ୍ର ସେମିତି ଯଦି ଆମେ ଆଲୋଚନା କରିବା, ଚାକିରି କ୍ଷେତ୍ରରେ ମଧ୍ୟ ମାଲିକ ହେଉଛନ୍ତି ଗୁରୁ। ତ ଆପଣଙ୍କ ପାଇଁ ଚାକିରି କ୍ଷେତ୍ରର ସୁଯୋଗ ସେଇ 11 ତାରିଖ ପରେ ନିଶ୍ଚିତ ଭାବରେ ବଢ଼ିବ। ଦେଖନ୍ତୁ ଗୋଟେ କଥା, ସୂର୍ଯ୍ୟ ହେଉଛନ୍ତି ସରକାରୀ ଚାକିରିର କାରକ। ଯେତେବେଳେ ସୂର୍ଯ୍ୟ ଆପଣଙ୍କର ଚତୁର୍ଥ ଘରେ ବସିଲେ, ସୂର୍ଯ୍ୟ ଆପଣଙ୍କର ଚତୁର୍ଥ ଘରେ ବସିଲେ ଏବଂ ବୃହସ୍ପତିଙ୍କ ସାଥିରେ କଞ୍ଜକ୍ସନ୍ ହେଇଛନ୍ତି, ସୂର୍ଯ୍ୟ ହେଉଛନ୍ତି ରଜା, ଗୁରୁ ହେଉଛନ୍ତି ସେଇ ରାଜସଭାର ଗୁରୁ। ତ ଆପଣ ଗୋଟେ ଦେଖନ୍ତୁ, ଏଇଟା ଗୋଟେ ବଢ଼ିଆ ବଣ୍ଡିଂ। କିନ୍ତୁ ବୃହସ୍ପତି ଯେହେତୁ ଅସ୍ତ ଅଛନ୍ତି 11 ତାରିଖ ଯାଇ ଆପଣମାନଙ୍କ ପାଇଁ ନେଗେଟିଭ୍। ଗୁରୁ ଯେତେବେଳେ ଆମେ ଦେଖିବା, ଗୁରୁ 11 ତାରିଖ ଯେତେବେଳେ ଉଦୟ ହେଇଯିବେ, ସେତେବେଳେ ଗୁରୁଙ୍କର ପଜିଟିଭ୍ ଇଫେକ୍ଟ ଏବଂ ସୂର୍ଯ୍ୟଙ୍କର ପଜିଟିଭ୍ ଇଫେକ୍ଟ ଡାଇରେକ୍ଟଲି ଆପଣମାନଙ୍କର କର୍ମକ୍ଷେତ୍ରକୁ ଅର୍ଥାତ୍ କ୍ୟାରିୟର କ୍ଷେତ୍ରକୁ ପଡ଼ିବ, ଯେଉଁଟା ଆପଣମାନଙ୍କ ପାଇଁ ବହୁତ ହିଁ ଲାଭ। ସେମିତିକା ଆପଣମାନଙ୍କର ପ୍ରେମ ସମ୍ପର୍କ କଥା କହିବା, ପ୍ରେମ ସମ୍ପର୍କରେ ପଜିଟିଭ୍। ଯେଉଁମାନଙ୍କର ରିଲେସନସିପ୍ ବହୁତ ଖରାପ ଥିଲା, ଯେଉଁମାନଙ୍କର ବହୁତ ପ୍ରକାର ପ୍ରୋବ୍ଲେମ୍ ଚାଲିଥିଲା ସମ୍ପର୍କରେ ସ୍ୱାମୀ ସ୍ତ୍ରୀଙ୍କ କ୍ଷେତ୍ରରେ, ଶୁକ୍ର ଏଠି ନିଚ ରାଶିରେ ବସିଛନ୍ତି ମଧ୍ୟ। ଶୁକ୍ର ଏଠି 6 କନ୍ୟା ରାଶିରେ ବସିଛନ୍ତି, ବୁଧଙ୍କ ରାଶିରେ, ବୁଧ ଏଠୁ ଗୋଚର ପୁଣି ହେବେ। ତ ତାଙ୍କର 1ରୁ 12 ତାରିଖ ଯାଏ ନିଶ୍ଚିତ ଭାବରେ ପ୍ରୋବ୍ଲେମ୍ ଯେମିତି ଥିଲା ସେମିତି ରହିବ। 12 ତାରିଖ ପରେ ଦେଖିବେ ଆପଣଙ୍କ ପାଇଁ, ମୀନ ରାଶିର ଲୋକଙ୍କ ପାଇଁ ପଜିଟିଭ୍ ରିଲେସନସିପ୍କୁ ନେଇକି। କିନ୍ତୁ ଗୋଟେ କଥା ମୁଁ ଆପଣଙ୍କୁ ଏଇଠି କହିକି ରଖୁଛି, ଏଇ ଯେଉଁ ଏଇଟା ହେଉଛି ଜେନେରାଲ ପ୍ରିଡିକ୍ସନ୍। ଆପଣମାନଙ୍କର ନିଜର ଜାତକରେ କେଉଁ ଗ୍ରହ କେଉଁଠି ବସିଛନ୍ତି, ମୁଁ ଯେମିତି କହିଲି ଚନ୍ଦ୍ର ଶନି ଆପଣଙ୍କର ଲଗ୍ନରେ ଏବେ ବସନ୍ତି, ହଁ ଇଫେକ୍ଟ ତ ଆସିବ ନିଶ୍ଚିତ ଭାବରେ ଆପଣମାନଙ୍କୁ କିଛି ନା କିଛି ଅର୍ଥାତ୍ 60% ତ ଆସିବ। କିନ୍ତୁ ଆପଣଙ୍କ ଜାତକରେ ଯଦି ଚନ୍ଦ୍ର ଶନି କେଉଁଠି ଥିବେ, ଏଠି ଥାନ୍ତୁ, ଆପଣ ନିଜେ ଖୋଲିକି ଦେଖନ୍ତୁ। ଆପଣଙ୍କର ଏମିତି ଗୋଟେ ଚାର୍ଟ ଥିବ, କୌଣସି ଏକ ଭାବରେ ଯଦି ଦେଖିବେ ବହୁତ ପ୍ରୋବ୍ଲେମ୍, ଆପଣ ଦୁଃଖୀ ଜୀବନ ଆପଣଙ୍କର ହେଇଥିବ। ତ ସେ ଯେଉଁ ଚନ୍ଦ୍ର ଶନି କିମ୍ବା ଚନ୍ଦ୍ର ପ୍ଲସ୍ ରାହୁ, ଚନ୍ଦ୍ର ପ୍ଲସ୍ କେତୁ, ଚନ୍ଦ୍ର ହେଉଛନ୍ତି କ'ଣ, ଚନ୍ଦ୍ର ହେଉଛନ୍ତି ମନର କାରକ। ଯଦି ମନଟାକୁ କୌଣସି ଏକ ପାପୀ ଗ୍ରହ ସେଙ୍କ ଦ୍ୱାରା କଞ୍ଜକ୍ସନ୍ ହେଇଥିବ, ସେଇଟା ଆପଣଙ୍କ ଜାତକରେ ଦେଖନ୍ତୁ। ଆପଣଙ୍କ ଜୀବନରେ ବହୁତ ଦୁଃଖ ପାଉଥିବେ, ବହୁତ କଷ୍ଟ ଚାଲିଥିବ, ବହୁତ ପ୍ରୋବ୍ଲେମ୍ ଚାଲିଥିବ, କିନ୍ତୁ ଆପଣ ତା'ର ବାଟ ପାଉନଥିବେ। ଏଇ ଜ୍ୟୋତିଟା ଆପଣ ଦେଖିବେ, ଚନ୍ଦ୍ର ପ୍ଲସ୍ ଶନି କିମ୍ବା ଚନ୍ଦ୍ର ପ୍ଲସ୍ ରାହୁ କିମ୍ବା ଚନ୍ଦ୍ର ପ୍ଲସ୍ କେତୁ। ନିଶ୍ଚିତ ଭାବରେ ଏଇ ଜ୍ୟୋତିଟା ଦେଖିବା ପାଇଁ ଆପଣମାନେ ନିଜର ଚାର୍ଟ ଖୋଲନ୍ତୁ। ଆମକୁ ମଧ୍ୟ କନସଲଟେସନ୍ କରିବା ପାଇଁ ଆପଣ କଲ୍ କରିପାରନ୍ତି। ନିଜର ଏକ୍ଜାକ୍ଟ ଡେଟ୍ ଅଫ୍ ବାର୍ଥ ଏବଂ ଟାଇମ୍ ଆପଣଙ୍କୁ ଆମେ ହ୍ୱାଟ୍ସଆପ୍ ଦ୍ୱାରା ଆପଣ ପଠାଇ ପାରିବେ, ଯାହାଦ୍ୱାରା ଆମେ ଆପଣଙ୍କ ସାଥିରେ ଡାଇରେକ୍ଟଲି କଲ୍ କରି ଆପଣଙ୍କର ସମସ୍ତ ପ୍ରୋବ୍ଲେମ୍ ଏବଂ ପ୍ରତିକାର ସହିତ ଆମେ କଥାବାର୍ତ୍ତା ହେବୁ। ଆଉ ହଁ ଗୋଟେ କଥା, ଆମେ ବହୁତ କମ୍ ଚାର୍ଜେସ୍ ରଖିଛୁ, ବିକଜ୍ ଏଇଟା ଗୋଟେ ସେବା। କିନ୍ତୁ ଆପଣମାନେ ଏତେ ମାତ୍ରାରେ କଲ୍ କରୁଛନ୍ତି, ବହୁତ ଖୁସି ତ ଲାଗୁଛି ଏବଂ ଲାଭବାନ ହେଉଛନ୍ତି ବୋଲି କଲ୍ କରୁଛନ୍ତି। କିନ୍ତୁ ଯେଉଁ ଲୋକମାନେ ଯେଉଁ କଲ୍ କରୁଛନ୍ତି ଆପଣଙ୍କୁ ହଠାତ୍ କି ଆପଣଙ୍କୁ ଯେଉଁ ଜାତକ ଦେଖିବାର ଯେଉଁ ସୁଯୋଗ, ଦେଖନ୍ତୁ ଟିକେ ଟାଇମ୍ ଲାଗିବ ଆମକୁ। ଯଦି ଆପଣ କଲ୍ କରୁଛନ୍ତି, ଆପଣ 12-13 ଘଣ୍ଟା ଭିତରେ ନିଶ୍ଚିତ ଭାବରେ ଆପଣମାନଙ୍କର ଡିସ୍କସନ୍ ଆମେ କରିବାକୁ ଚେଷ୍ଟା କରୁଛୁ। କାହିଁ କହିଲେ, ଆକ୍ଚୁଆଲି ଗୋଟେ କୁଣ୍ଡଳୀରେ ବହୁତ କିଛି ଥାଏ। ଆମେ ଯଦି ଗୋଟେ କୁଣ୍ଡଳୀ ଦେଖିବା 5-6 ଘଣ୍ଟା ଲାଗିବ, ଯଦି ସେମିତି ଭଲ ଭାବରେ ଦେଖିବା ଦେଖିକି। ଓକେ, ସିଏ ତ ଗୋଟେ କଥା। ଆମକୁ କଲ୍ କରନ୍ତୁ, ଏଇ ଯେଉଁ ନମ୍ବରରେ ଅଛି। ବହୁତ ସ୍ୱଳ୍ପ ଶୁଳ୍କରେ କମ୍ପ୍ଲିଟ୍ ଲାଇଫ୍ ପ୍ରେଡିକ୍ସନ୍ ୱିଥ୍ ରେମେଡ଼ିଜ୍, ୱିଥ୍ ଏନି ପ୍ରୋବ୍ଲେମ୍, କୌଣସି ପ୍ରକାର ବାଧା ଆପଣମାନଙ୍କ ଜୀବନରେ ଅଛି, ଭଗବାନଙ୍କର ଆଶୀର୍ବାଦରୁ ଭଲ ହେଇଯାଉ ଏବଂ ଭଲ ପ୍ରତିକାର ଦ୍ୱାରା ପ୍ରୋବ୍ଲେମ୍ ଗୁଡ଼ାକ ସଲ୍ଭ ହେବ। ଆମେ ଯଦି ଦେଖିବା, ଏଠି ଏକାଦଶ ଭାବରେ ଶନି ବସିଲେ ଏବଂ ଆପଣଙ୍କର ଶନି ଚନ୍ଦ୍ର ଶନି, ତ ଏବେ ଗୋଟେ ଆଉ ଗୋଟେ ଜିନିଷ ଦେଖାଉଛି, ଏ ମାସରେ ଆପଣଙ୍କର କୌଣସି ନା କୌଣସି ଇଚ୍ଛା ଗୋଟେ ଅପୂରଣୀୟ ରହିବ। ଦେଖନ୍ତୁ ଏଇ ଯେଉଁ ଜ୍ୟୋତିଟା ମୁଁ ଯେଉଁ ଆପଣମାନଙ୍କୁ ଯେଉଁ କହୁଛି, ଯେଉଁ ଚନ୍ଦ୍ର ଏବଂ ଶନି ଯେଉଁ ଲଗ୍ନ ଭାବରେ ଯେଉଁ ବସିଲେ, ଦେଖନ୍ତୁ ଚନ୍ଦ୍ର ଏବଂ ଶନି ଏଇ ଜ୍ୟୋତିଟା ଗୋଟେ ଡେଞ୍ଜର ଜ୍ୟୋତିଟା, ମାନେ କଳିଯୁଗ ଲୋକ ପାଇଁ। ନହେଲେ ଏଇଟା ବିବେକାନନ୍ଦଙ୍କର ଜାତକରେ ମଧ୍ୟ ଚନ୍ଦ୍ର ଶନି ଅଛି କି, ସିଏ ମାନେ ବହୁତ ସ୍ପିରିଚୁଆଲ୍ ହେଇଛନ୍ତି। ଆପଣ ଯଦି ଏଇ ଜ୍ୟୋତିଟା ଆପଣଙ୍କର ଏବେ ଅଛି, ତ ଆପଣ ଦେଖିବେ ନିଜେ ବି ମଧ୍ୟ ବହୁତ ଭଗବାନଙ୍କର, ମହାଦେବଙ୍କର ବହୁତ ପୂଜା କରିବେ, ଶନି ମନ୍ଦିର ଯିବେ, ବହୁତ ଭଗବାନଙ୍କର ଯେଉଁ ସ୍ପିରିଚୁଆଲିଟି କ୍ଷେତ୍ରରେ ଆପଣ ଯିବେ ଏଇ ଟାଇମ୍ରେ, ଏଇ ଜ୍ୟୋତିରେ। କିନ୍ତୁ ଏଇଟା ଯେଉଁ ଭୌତିକ ସୁଖ ଆନନ୍ଦ, ଯେଉଁ ଆମେ ଯଦି କଳିଯୁଗରେ କହିବା, କଳିଯୁଗରେ ଆନନ୍ଦ ହେଉଛି ଅର୍ଥ, ଖୁସି, ମେଣ୍ଟାଲ ଗୋଟେ ହାପିନେସ୍, ଏଇ ଜିନିଷଟା କମେଇ ଦିଏ। ତ ଏଇ ଜିନିଷଟା ପାଇଁ ମୁଁ କହୁଛି, ଶୁଣ, ଏ ତ ଇଚ୍ଛାର ପୂରଣ ରହିଲା, ଚିନ୍ତାଟା ଏଇ ମାସରେ ମଧ୍ୟ ବଢ଼ିକି ରହିବ। ଚାକିରି କ୍ଷେତ୍ର ପାଇଁ ତ ଭଲ, ମୁଁ ସର୍ବଦା କହିଲି ଏ ମାସରେ, କିନ୍ତୁ ନିହାତି ଭାବରେ ଏହାର ଇଫେକ୍ଟ ରହିବ। ଆଉ ଏହାର ଗୋଟେ ନେଗେଟିଭ୍ ଇଫେକ୍ଟ ଆଉ ଗୋଟେ କ'ଣ ଜାଣିଛ, ଆପଣଙ୍କ ମନ ଆଉ ମୁଣ୍ଡ ଦୁଇଟା କନଫ୍ୟୁଜ୍ ରହିବ। ତାପରେ 12ତମ ଘରେ ଆମେ ରାହୁ ଦେଖୁଛୁ। 12ତମ ଘର ହେଉଛି ଆପଣଙ୍କର ଯେଉଁ ଶଯ୍ୟା ସୁଖର ଘର,
କିମ୍ବା 12ତମ ଘର ଯଦି ଆମେ କହିବା ଆପଣଙ୍କର ମୋକ୍ଷର ଘର ଏବଂ 12ତମ ଘର ଖର୍ଚ୍ଚର ଘର। ତ ଏଇଠି ଦେଖୁଛି ଆପଣ କିଛି ନା କିଛି ଜିନିଷ ଆପଣଙ୍କର ଗାଡ଼ି ହେଉ କିମ୍ବା ଆପଣଙ୍କର ଆମେ ଯଦି ଦେଖିବା ଇଲେକ୍ଟ୍ରିକ୍ ସାମାନ ହେଉ କି କିଛି ଗୋଟେ ଟେକ୍ନିକାଲି କିଛି ଗୋଟେ ଜିନିଷ କମ୍ପ୍ୟୁଟର ହେଉ ଯାହା ବି ଆପଣ ରଖିଛନ୍ତି ତାକୁ ଖରାପ ହେଇପାରେ ଏ ଟାଇମ୍ରେ ତା ଦ୍ୱାରା ଆପଣଙ୍କ ପଇସା ଖର୍ଚ୍ଚ ମଧ୍ୟ ହେଇପାରେ। ଏବେ ଦେଖୁଛି ଆପଣ ଆପଣଙ୍କ ନିଜ ପାଇଁ ମଧ୍ୟ ପଇସା ଖର୍ଚ୍ଚ କରିବେ କିଛି। ଆଉ ଗୋଟେ କଥା କହୁଛି ଆପଣ ମହାଦେବଙ୍କର ରୁଦ୍ରାଭିଷେକ ଏବେ କରିପାରିବେ ଚନ୍ଦ୍ର ଏବଂ ଶନିଙ୍କର ଜ୍ୟୋତି ଯେହେତୁ ମହାଦେବଙ୍କ ପ୍ରାର୍ଥନା ମାତା ପାର୍ବତୀ ପିତା ମହାଦେବଙ୍କ ଚରଣରେ ସର୍ବଦା ଆପଣଙ୍କର ପ୍ରୋବ୍ଲେମ୍ କୁହନ୍ତୁ। ମହାଦେବ ସମସ୍ତ ନବଗ୍ରହଙ୍କର ଯେଉଁ ଆପଣ ଡ୍ୟୁଟି ସବୁ ମହାଦେବଙ୍କ ଦ୍ୱାରା ଲିଖିତ। ତାପରେ ହନୁମାନ ଚାଳିଶା ତ ନିଶ୍ଚିତ ପାଠ ପଢ଼ିବା କଥା ଏବଂ ବହୁତ ହି ବଢ଼ିଆ ଜିନିଷ ଯେହେତୁ ଆପଣଙ୍କର ମୀନରାଶି ବୃହସ୍ପତି ଉଚ୍ଚରେ ଆପଣ ଏବେ ବୃହସ୍ପତିଙ୍କର ବୀଜ ମନ୍ତ୍ର ଓଂ ଗ୍ରାଂ ଗ୍ରିଂ ଗ୍ରୁଂ ସହ ଗୁରବେ ନମଃ ପାଠ କରନ୍ତୁ।